ଆମର ହିନ୍ଦୀରେ ଗୋଟେ ଲୋକ କଥା ଅଛି, ସଣ୍ଡେ हो या मंडे रोज ଖାओ अंडे। ତ ଚାଲନ୍ତୁ ପ୍ରସ୍ତୁତ କରିବା ଆଜି ଅଣ୍ଡା ମସଲା। ଏମିତି ଥରେ ବନାନ୍ତୁ, ଘରେ ସମସ୍ତଙ୍କୁ ପସନ୍ଦ ଆସିବ ଆଉ ଆପଣ ସବୁବେଳେ ଏମିତି ହିଁ ବନେଇବେ। ନମସ୍କାର, ଡିମ୍ପଲ୍ସ ଡେଲିସିୟସ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଏଠି ପ୍ରଥମେ ଗୋଟେ ପାତ୍ର ରଖି ନେଉଛି। ମୁଁ ପ୍ରଥମେ ସବୁବେଳେ ଆପଣମାନଙ୍କୁ କହିଛି ଷ୍ଟିଲ୍ ପାତ୍ରରେ ପ୍ରଥମେ ତେଲ କିମ୍ବା ପାଣି ଢାଳିବେ, ତାପରେ ଆମେ ଗ୍ୟାସ୍ ଅନ୍ କରିବା। ତ ଏଠି ମୁଁ ଗ୍ୟାସ୍ ଅନ୍ କରିସାରିଲା ପରେ ମୁଁ ଏଠି ଅଳ୍ପ ଲୁଣ ଦେଇ ଦେଉଛି, ଯେମିତିକି ପାଣି ଆପଣ ସଫିସିଏଣ୍ଟ ନେଇଯିବେ ଅଣ୍ଡା ସିଝିବା ପାଇଁ। ତାପରେ ମୁଁ ଏଠି ଅଳ୍ପ ଲୁଣ ଦେଇ ଦେଉଛି। ଲୁଣ ଦେବା ଦ୍ୱାରା ଆମର ଅଣ୍ଡାର ଖୋଳପା ଗୁଡ଼ିକ ଭଲ ଭାବରେ ଛାଡ଼ି ଯାଇଥାଏ। ମୁଁ ଏଠି 5ଟା ଅଣ୍ଡା ନେଉଛି ରୋଷେଇ କରିବା ପାଇଁ। ତ ମୁଁ ପ୍ରଥମେ ଅଣ୍ଡା ଗୁଡ଼ିକୁ ସିଝେଇବା ପାଇଁ ପକାଇ ଦେଇଛି। ତାପରେ ଏଠି ଆମେ ଅଣ୍ଡା ଗୁଡ଼ିକୁ କିଛି ସମୟ ପାଇଁ ଘୋଡ଼େଇ ନେବା। ପ୍ରଥମେ ଆମେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଫୁଟାଇବା। ଦେଖନ୍ତୁ, ଯେତେବେଳେ ଆପଣଙ୍କର ପାଣିଟା ଭଲ ଭାବରେ ଫୁଟି ଆସିବ, ଆପଣ ସିମ୍ ଗ୍ୟାସ୍ର ଫ୍ଲେମ୍କୁ ଟିକେ ଲୋ କରି ପୁଣି ତାକୁ 5 ମିନିଟ୍ ପାଇଁ ସିଝିବାକୁ ଦେବେ। ନଚେତ୍ ବାହାର ପଟୁ ଅଣ୍ଡା ସିଝି ଯାଇଥିବ, ଭିତର କେଶରଟା ସେମିତି ଥିବ। ତ ଅଣ୍ଡା ସିଝି ସାରିଲା ପରେ ଆପଣ ଗରମରେ ଯଦି ଜଲ୍ଦି ଅଛି ତାହେଲେ ଆପଣ ଥଣ୍ଡା ପାଣି ତାକୁ କରିକି କାଢ଼ିବେ, ନଚେତ୍ କିଛି ସମୟ ପାଇଁ ଛାଡ଼ିଦେଲେ ଭଲ ଭାବରେ ବାହାରିଯିବ। ଗୋଟେ କଡ଼େଇ ବସାଇ କଡ଼େଇରେ ଅଳ୍ପ ପାଣି ଦେଇଦେବା। ଏଠି ମୁଁ ଅଧ କପ୍ ପାଣି ଦେଇଛି। ତାପରେ ଏଇଠି ମୁଁ ଗୋଟେ ବହୁତ ବଡ଼ ସାଇଜ୍ର ଟିକେ ପିଆଜ ନେଇଯାଇଥିଲି, 2ଟା ଟମାଟୋ, ଅଳ୍ପ 10 କୋଲା ମୁଁ ରସୁଣ, ଗୋଟେ ଛୋଟ ଅଦା, ଯେମିତିକି ଅଧ ଇଞ୍ଚ ଅଦା, ଆଉ ମୁଁ ଏଠି ଆମର ଯେଉଁ ଡେମ୍ଫ ଫୋପାଡ଼ି ଦେଉଥିବେ ଯଦି ଆପଣମାନେ, ଏଠି ମୁଁ ଧନିଆ ପତ୍ରର କିଛି ଡେମ୍ଫ ନେଇଯାଇଥିଲି। ଏଇସବୁକୁ ଆମେ 5ରୁ 10 ମିନିଟ୍ ପର୍ଯ୍ୟନ୍ତ ତାକୁ ସିଝେଇ ନେବା, ଯେମିତିକି ଆମର ମାନେ ଟମାଟୋର ଚୋପା ଟମାଟୋ ଭଲ ଭାବରେ ସିଝିଯିବ, ପିଆଜ ମଧ୍ୟ ଟ୍ରାନ୍ସପେରେଣ୍ଟ ହେଇଯିବ, ସେଇ ପର୍ଯ୍ୟନ୍ତ ହିଁ ଆମେ ତାକୁ ସିଝେଇବା। ଦେଖନ୍ତୁ, ମୁଁ ଏବେ ଗୋଟେ ଥର ଚେକ୍ କରିକି ଦେଖେଇ ଦେଉଛି। ଏବେ ଏଇଟା ଲାଗୁଛି କି ହଁ ହେଇ ଆସିଲାଣି। ତଥାପି ତା ପାଣି ଶୁଖିଲା ପର୍ଯ୍ୟନ୍ତ ଆମେ ସିଝେଇ। ଦେଖନ୍ତୁ, ପାଣି ଶୁଖିଯାଇଛି। ଆକୁ ମଧ୍ୟ ଥଣ୍ଡା କରି ନେବା। ତାପରେ ଆମେ ସେଇଠି ଗୋଟେ ବାଉଲ୍ ନେଇ ରଖିଥିବା ଅଣ୍ଡାକୁ ସଫା, ତାକୁ ଭଲ ଭାବରେ ଚୋପା ଛଡ଼େଇ ଏଠି ଅଣ୍ଡାରେ ଅଧ ଛୋଟ ଚାମଚ ହଳଦୀ, ଅଧ ଛୋଟ ଚାମଚ ଲଙ୍କାଗୁଣ୍ଡ ଦେଇ ତାକୁ ଭଲ ଭାବରେ ମ୍ୟାରିନେସନ୍ କରିନେବେ। ମ୍ୟାରିନେସନ୍ କରି ରଖିବା ଦରକାର ନାହିଁ, ଏଠି ହାତରେ ଗୋଳେଇ ନେବେ। ମୁଁ ଏଇଠି ଗୋଟେ ବଡ଼ ଗ୍ରାଇଣ୍ଡର ଜାର୍ ବ୍ୟବହାର କରୁଛି, ଯେହେତୁ ମସଲା ଟିକେ ଆମର ଅଧିକ ଅଛି। ମସଲା ସବୁକୁ ଥଣ୍ଡା ହେଇଯାଇଛି ତ ଦେଇଦେବା। ଏଇଠି କିଛି ଗୋଟା ଗରମ ମସଲା, ଯେମିତିକି 2ଟି ଗୁଜୁରାତି, 2ଟି ଲବଙ୍ଗ, 4-5ଟି ମୁଁ ଏଇଠି ଗୋଲମରିଚ, ଆଉ ଗୋଟେ ଛୋଟ ଖଣ୍ଡ ମୁଁ ଏଇଠି ଡାଲଚିନି ନେଇଛି। ଡାଲଚିନିଟାକୁ ଭାଙ୍ଗିକି ନେଇଯିବା, ଗ୍ରାଇଣ୍ଡିଙ୍ଗ କରିବାରେ ସୁବିଧା ହେବ। ଏଇସବୁକୁ ଦେଇ ଆମେ ତାକୁ ଭଲ ଭାବରେ ପେଷ୍ଟ ବନେଇଦେବା। ତାପରେ ଗୋଟେ କଡ଼େଇରେ ମୁଁ ଏଠି 3 ଚାମଚ ତେଲ ନେଇଯାଇଛି। ତେଲ ଭଲ ଭାବରେ ଗରମ ହେଇସାରିଲା ପରେ ହିଁ ଆମେ ଅଣ୍ଡାକୁ ଏଠି ପକାଇ ନେବା। ସବୁ ଯଦି ବହୁତ ଅଣ୍ଡା କରିଥିବେ ଅଳ୍ପ ଅଣ୍ଡା ଭାଜିକି କାଢ଼ିବେ, ତାପରେ ପକାଇବେ। ଯେହେତୁ 5ଟା ଅଣ୍ଡା, ତ ଏଠି ମୁଁ ଗୋଟେ ଥରରେ ହିଁ ଭାଜି ଦେଇଥିଲି। ଏଠି ଆମେ ତାକୁ ଚଲେଇ ଏମିତି ଭଲ ଭାବରେ ଏପଟ ସେପଟ କଡ଼ ଲେଉଟେଇ ତାକୁ ଭାଜି ନେବା। ଦେଖନ୍ତୁ, ଆମର ଅଣ୍ଡାର କଲର୍ଟା ବହୁତ ବଢ଼ିଆ ଆସିଛି। ଅଣ୍ଡା ବହୁତ ଭଲ ଭାବରେ ଭାଜି ମଧ୍ୟ ହେଇସାରିଲାଣି। ତ ଏବେ ଆମେ ଏଇଟାକୁ କାଢ଼ି ଗୋଟେ ପ୍ଲେଟ୍ରେ ସାଇଡ଼୍ରେ ରଖିନେବା। ଅଣ୍ଡା ସବୁତିକୁ କାଢ଼ି ନେଲା ପରେ ଆମେ ସେଇ କଡ଼େଇରେ ହିଁ, ଯଦି ଆପଣ ଚାହୁଁଛନ୍ତି କଡ଼େଇରୁ ଅନ୍ୟ କଡ଼େଇ ବ୍ୟବହାର କରିପାରିବେ, ଆମେ ସେଇ କଡ଼େଇରେ ହିଁ ଆମେ ପ୍ରଥମେ ଗୋଟା ମସଲାରେ ମୁଁ ଏଠି 2ଟି ଛୋଟ ତେଜପତ୍ର ଦେଇଦେଇଛି। ତେଜପତ୍ର ଭଲ ଭାବରେ ଗରମ ହେଇସାରିଲା ପରେ, ଯେହେତୁ ତେଲ ଗରମ ହେଇଛି, ତେଜପତ୍ର ପକାଇ ସାରିଲା ପରେ ହିଁ ଆମେ ଏଠି ଆମର ମସଲା ବଟାଟାକୁ ଦେଇଦେବା ଆଉ ଭଲ ଭାବରେ ତାକୁ ଜାରି ନେବା। ତାପରେ ଏଠି ଅଧ ଛୋଟ ଚାମଚ ହଳଦୀ ଗୁଣ୍ଡ, ଆଉ ମୁଁ ଏଠି କାଶ୍ମୀର ଲଙ୍କାଗୁଣ୍ଡ ନେଇଥିଲି, ତ 2 ଚାମଚ ପକାଇ ଦେଇଛି। ଜିରା ଗୁଣ୍ଡ ଗୋଟେ ଛୋଟ ଚାମଚ, ଧନିଆ ଗୁଣ୍ଡ ଗୋଟେ ଛୋଟ ଚାମଚ, ଆଉ ଏଠି ମୁଁ ଲୁଣ ମଧ୍ୟ ଆବଶ୍ୟକ ଅନୁସାରେ ଲୁଣ ପକାଇ ତାକୁ ମିଶାଇ ନେଇଥିଲି। ଏଇଟାକୁ ଆମେ, ଯେହେତୁ ଆମର ଗୁଣ୍ଡ ମସଲାଟା ଟିକେ ବହୁତ ଫୁଟେ, ତ ସେଥିପାଇଁ ମୁଁ ଏଠି ତାକୁ ଢାଙ୍କି ନେଉଛି, ଯାହାଦ୍ୱାରା କି ସେ ଭଲ ଭାବରେ ବହୁତ ଜଲ୍ଦି ସିଝିଯିବ ବି, ଆଉ ଆମର ଛିଟା ଚାରିଆଡ଼େ ପଡ଼ିବନି। ତ ଏଠି ଦେଖନ୍ତୁ, ମୁଁ ଏବେ କାଢ଼ିକି ଦେଖେଇ ଦେଉଛି। ମସଲା ଆମର ପ୍ରାୟତଃ ହେଇ ଆସିଲାଣି। ଏବେ ଏଇଠି ଆମେ ଗୋଟେ ଚାମଚ ଦେଇଦେବା ଆମର ଚିକେନ୍ ମସଲା। ଚିକେନ୍ ମସଲାର ବହୁତ ବଢ଼ିଆ ଫ୍ଲେଭର ଆସିଥାଏ, ସେଥିପାଇଁ ଏଇଟା ଚାହିଁବେ ଯଦି ଆପଣ ସ୍କିପ୍ କରିପାରନ୍ତି, ଯଦି ଆପଣଙ୍କୁ ପସନ୍ଦ ନଥାଏ ଚିକେନ୍ ମସଲା। ଦେଖନ୍ତୁ, ଏବେ ଆମର ବହୁତ ବଢ଼ିଆ ଭାବରେ ମସଲା ହେଇ ଆସିଲାଣି। ତେଲରୁ ପୁରା ମସଲା ଅଲଗା ହେଇସାରିଛି। ଏବେ ଆମେ ଭାଜିକି ରଖିଥିବା ଅଣ୍ଡା ଗୁଡ଼ିକୁ ଆମେ ଦେଇଦେବା। ଅଣ୍ଡା ଗୁଡ଼ିକୁ ଦେଇ ତାକୁ ଭଲ ଭାବରେ ଆମେ ମିଶାଇ ନେବା। ତାପରେ ଏଠି ଯଦି ଚାହିଁବେ ଆପଣ ଗରମ ପାଣି ଦେଇପାରିବେ, ନଚେତ୍ ଥଣ୍ଡା ପାଣି। ଗରମ ପାଣିରେ ଆମର କଲର୍ ଯେମିତି ସେମିତି ରହିଥାଏ। ତ ଏଠି ମୁଁ 1 କପ୍ ଗରମ ପାଣି ଦେଉଛି। ଗରମ ପାଣି ଦେଇସାରିଲା ପରେ ଏଠି କିଛି କଟା ହେଇଥିବା ଧନିଆ
आउ अल्प किछि कसुरी मेथी दे मु पुणी ताकू मिसई 2 ରୁ 3 मिनिट पर्यंत ताकू फुटिबा पई छाड़ी दउचे। एबे देखंतु प्रस्तुत हो गला हमर अंडा मसला। तो चलंतु एबे सर्व करि नबा को। देखिबा पई जेतिकी सुंदर लागुथला खाइबा पई मध्ये सेतिकी टेस्टी थिला। जदि वीडियोटी भल लागुथाय लाइक कमेंट शेयर करंतु। जदि चैनल रे नुआ अछंती सब्सक्राइब करंतु। धन्यवाद।